ଗୋଟିଏ ଗାଁରେ ରାମ ବୋଲି ଜଣେ କୃଷକ ରହୁଥିଲା। ସେ ଟ୍ରାକ୍ଟର ଡ୍ରାଇଭର ଥିଲା ଓ ସେ ତାର ମାଲିକର ଟ୍ରାକ୍ଟର ଚଲାଉଥିଲା। ଆଜ୍ଞା ଶୁଣୁଛ, ଆସନ୍ତାକାଲି ଆମ ପୁଅର ସ୍କୁଲ ଫିସ୍ ବାନ୍ଧିବାର ଅଛି। ତମେ ଟିକେ ମାଲିକ ପାଖକୁ ଯାଇ ଟଙ୍କା ଟିକେ ଆଣିଲେ ହୁଅନ୍ତାନି କି? ହଉ, ତାହେଲେ ମୁଁ ଯାଉଛି, ଟ୍ରାକ୍ଟର ନେଇକି ଆସିଲେ ମୁଁ ମାଲିକ ପାଖକୁ ଯାଇ ଟଙ୍କା ଆଣିବି। ତାପରେ ରାମ ଟ୍ରାକ୍ଟର ଧରି ଆଗୁ ପାଇଁ ବାହାରିଲା। ଏବେ ମୁଁ ମାଲିକ ପାଖକୁ ଯାଇ ଟଙ୍କା ଆଣିବି, ତାପରେ ସ୍କୁଲକୁ ଯାଇ ଫିସ୍ ବାନ୍ଧିବି। ତାପରେ ରାମ ମାଲିକ ପାଖକୁ ଗଲା। ତାପରେ ରାମ କହିଲା, ମାଲିକ, ମୋତେ କିଛି ପଇସା ଦରକାର ଥିଲା। ମୋ ପୁଅର ସ୍କୁଲ ଫିସ୍ ବାନ୍ଧିବାର ଅଛି। ତାପରେ ରାମ ସ୍କୁଲକୁ ଯାଇ ସ୍କୁଲ ଫିସ୍ ବାନ୍ଧି ଦେଲା।